ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଏଥିରେ ସୁରକ୍ଷା କର୍ମୀଙ୍କ ଗୁଳିରେ 3 ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ AK-47 ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ମାଲକାନଗିରି ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଜଣେ ନିଖୋଜ। ଓରପଦର ନଦୀ ଘାଟରେ କାଳ ବୈଶାଖୀ ପ୍ରଭାବରେ ଡଙ୍ଗାଟି ଭାରସାମ୍ୟ ହରାଇ ନଦୀ ମଧ୍ୟରେ ଓଲଟି ପଡିଥିଲା ଏବଂ ଡଙ୍ଗାରେ ବସିଥିବା ସାଙ୍କା ପଲାସି ସେହି ସ୍ଥାନରେ ନଦୀ ଭିତରେ ନିଖୋଜ ହୋଇ ଯାଇଛନ୍ତି। ଦୁର୍ନୀତି ଅଭିଯୋଗରେ କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ରାଜସ୍ୱ ବିଭାଗର ଅତିରିକ୍ତ ସଚିବଙ୍କ ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। କଟକ ଜିଲ୍ଲା ବାଙ୍କୀ ସହଙ୍ଗା ଗୋପାଳପୁର ଗାଁରେ ଘର ଉପରକୁ ବୋମା ମାଡ଼ କରି ଫେରାର ହେଲେ ଦୁର୍ବୃତ୍ତ। ବୋମା ମାଡ଼ରେ ଘରର ଝରକା କବାଟ ଭାଙ୍ଗିବା ସହ ଆସବାବ ପତ୍ର ଏଣେତେଣେ ପଡି ରହିଥିବା ବେଳେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି ଏବଂ ପୂର୍ବ ଶତ୍ରୁତାରୁ ବୋମା ମାଡ଼ ହୋଇଥିବା ଅନୁମାନ କରାଯାଉଛି। Preview. Audio Jungle. Audio Jungle. Preview. ଝାଡଖଣ୍ଡ ଓଡିଶା ସୀମା ବାଙ୍କଖଡି ଅଞ୍ଚଳରୁ 4 ଟନ୍ ଓଜନର ବିସ୍ଫୋରକ ଲୁଟ୍ ଘଟଣାରେ ପୁଣି 100 କେଜି ବିସ୍ଫୋରକ ଜବତ ହୋଇଛି। ସର୍ଚ୍ଚ ଅପରେସନ ବେଳେ ଝାଡଖଣ୍ଡ ତିରିଲି ପୋଷି ଜଙ୍ଗଲରୁ ଏହି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନ 60 ନମ୍ବର ଜାତୀୟ ରାଜପଥର ସନ୍ତୋଷପୁର ଛକ ନିକଟରେ ଟ୍ରଲରକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍। ଏହି ଦୁର୍ଘଟଣାରେ 5 ଜଣ ଗୁରୁତର ହୋଇ ବସ୍ତା ମେଡିକାଲରେ ଭର୍ତ୍ତି ଥିବା ବେଳେ ଉକ୍ତ ବସ୍ଟି ପଶ୍ଚିମବଙ୍ଗରୁ 51 ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିଲା। ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହେବାକୁ ଓଡିଶା ଆସିବେ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। Preview. Preview. Audio Jungle. Audio Jungle. Preview. ଭାରତରେ ଦିନକୁ ଦିନ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସକ୍ରିୟ ସଂକ୍ରମଣ ସଂଖ୍ୟା 5364ରେ ପହଞ୍ଚିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 764 ନୂତନ ମାମଲା ଏବଂ 4 ଜଣଙ୍କର ମୃତ୍ୟୁ ଘଟିଛି। କେରଳରେ 2ଟି ଏବଂ ପଞ୍ଜାବ ଏବଂ କର୍ଣ୍ଣାଟକରେ 1ଟିଏ ଲେଖାଏଁ ମୃତ୍ୟୁ ସଂଖ୍ୟା ଚିହ୍ନଟ ହୋଇଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏନ୍ଏସି ନିକଟରେ ବୁଲେଟକୁ ଟ୍ୟାଙ୍କର ଧକ୍କା ଦେବା ଫଳରେ 3 ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେବା ସହ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିବା ସହିତ ଅଭିଯୁକ୍ତ ଟ୍ୟାଙ୍କରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ଅଧୀନ ସିରିଆପାଲି ଛକରେ ଏକ ଯାତ୍ରୀବାହୀ ବସ୍ ବାଇକକୁ ଧକ୍କା ଦେବା ଫଳରେ ବାଇକରେ ଥିବା 2 ବାଇକ ଆରୋହୀଙ୍କର ମୃତ୍ୟୁ। ମୃତକମାନେ ହେଲେ ମନୋଜ ମେହେରା ଓ ସୁଶାନ୍ତ ମେହେର। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।